ନୟାପଲ୍ଲୀ ଏବଂ ବରମୁଣ୍ଡା ଯୋଗ ଜିଲ୍ଲାର ମିଳିତ ଆନୁକୂଲ୍ୟରେ 2 ଦିବସୀୟ ମୋଟାପା ନିବାରଣ ଶିବିର ଅନୁଷ୍ଠିତ। ଖାଦ୍ୟପେୟ ଓ ଦିନଚର୍ଯ୍ୟାରେ ଶୃଙ୍ଖଳା ଓ ଯୋଗ ମାଧ୍ୟମରେ ମୋଟାପଣକୁ ନିୟନ୍ତ୍ରଣ କରିହେବ। ମୋଟାପା ବା ମୋଟାପଣ ଅବସ୍ଥା ଯୋଗୁଁ ବହୁ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାର ସମାଧାନ ଓ ନିବାରଣ ପାଇଁ ଖାଦ୍ୟପେୟ ଓ ଦିନଚର୍ଯ୍ୟାରେ ଶୃଙ୍ଖଳା ସହିତ ନିୟମିତ ଯୋଗାଭ୍ୟାସ ଓ ସଚେତନତା ଜରୁରୀ। ଭାରତୀୟ ଯୋଗ ସଂସ୍ଥାନ ଓଡ଼ିଶା ପ୍ରାନ୍ତ ଅଧୀନସ୍ଥ ଭୁବନେଶ୍ୱର ନୟାପଲ୍ଲୀ ଯୋଗ ଜିଲ୍ଲା ଏବଂ ବରମୁଣ୍ଡା ଯୋଗ ଜିଲ୍ଲାର ମିଳିତ ଆନୁକୂଲ୍ୟରେ ମେ 27 ଏବଂ 28 ତାରିଖରେ ଅନୁଷ୍ଠିତ 2 ଦିବସୀୟ ମୋଟାପା ରୋଗ ନିବାରଣ ଶିବିରରେ ଏ ସମ୍ପର୍କରେ ଯୋଗାଭ୍ୟାସ ଓ ସଚେତନ କରାଯାଇଛି। ଆଜି ମେ 28 ତାରିଖ ସକାଳେ ସ୍ଥାନୀୟ ଭିଆଇପି ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ଯୋଗ ଶିବିରରେ ଏକ ଶୃଙ୍ଖଳିତ ପରିବେଶ ମଧ୍ୟରେ 2 ଯୋଗ ଜିଲ୍ଲାର ପ୍ରତ୍ୟେକ ସଦସ୍ୟା ଯୋଗଦେଇ ଯୋଗ ମାଧ୍ୟମରେ ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ଜନସମାଜକୁ ଜାଗୃତ କରାଇବାର ଏକ ସୁନ୍ଦର ପ୍ରଚେଷ୍ଟା କରିଥିଲେ। ମେ 27 ତାରିଖରେ ଅନୁଷ୍ଠିତ ପ୍ରଥମ ଦିନ ଯୋଗ ଶିବିର ସ୍ଥାନୀୟ ରେଣ୍ଟାଲ ପାର୍କରେ ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଠାରେ ଭାରତୀୟ ଯୋଗ ସଂସ୍ଥାନ ଦ୍ୱାରା ମୋଟାପା ନିବାରଣ ଉପରେ ଏକ ଯୋଗ ପୁସ୍ତକ ଉନ୍ମୋଚନ କରାଯାଇଥିଲା। 2 ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର, ବରମୁଣ୍ଡା ଯୋଗ ଜିଲ୍ଲା ପ୍ରଧାନ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି ଏବଂ ନୟାପଲ୍ଲୀ ଯୋଗ ଜିଲ୍ଲା ପ୍ରଧାନ ଶ୍ରୀ ଜ୍ୟୋତିର୍ମୟ ରଥ ପ୍ରମୁଖ ଯୋଗଦେଇ ମୋଟାପା ରୋଗ ନିବାରଣ ଉପରେ ବିଶେଷ ଆଲୋକପାତ କରିବା ସହ ନିଜ ନିଜର ଖାଦ୍ୟପେୟ, ଦିନଚର୍ଯ୍ୟା, ଶୃଙ୍ଖଳିତ ଜୀବନ ଓ ଯୋଗ ମାଧ୍ୟମରେ ଏହାକୁ କିପରି ନିବାରଣ ଏବଂ ନିୟନ୍ତ୍ରଣ କରିହେବ ସେ ସମ୍ପର୍କରେ ନିଜର ବାର୍ତ୍ତା ସୁନ୍ଦର ଭାବରେ ଉପସ୍ଥାପନ କରି ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଶିବିରରେ ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମିଶ୍ରଙ୍କ ସମେତ ଯୋଗ ସଂସ୍ଥାନର ଅଧିକାରୀମାନେ ସମସ୍ତଙ୍କୁ ଏହି ମୋଟାପା ରୋଗ ସମ୍ବନ୍ଧୀୟ ବିଭିନ୍ନ ଯୋଗାଭ୍ୟାସ କରାଇଥିଲେ। କାର୍ଯ୍ୟକ୍ରମରେ 2 ଯୋଗ ଜିଲ୍ଲାର ଅଧିକାରୀ ଜୟଶ୍ରୀ ପଣ୍ଡା, ଶ୍ରୀମତୀ ଜ୍ୟୋତିର୍ମୟୀ ମହାପାତ୍ର ଏବଂ ଶ୍ରୀମତୀ ମମତା ଦାସଙ୍କ ସମେତ କ୍ଷେତ୍ର କେନ୍ଦ୍ର ଅଧିକାରୀ ଏବଂ ସାଧକ ସାଧିକାଙ୍କ ସହ ମୋଟ 150 ଜଣ ସଦସ୍ୟା ଉପସ୍ଥିତ ଥିଲେ। ପ୍ରଥମ ଦିନ କାର୍ଯ୍ୟକ୍ରମକୁ ଶ୍ରୀମତୀ ଶୁଭ୍ରସୀମା ମହାନ୍ତି ଏବଂ ଦ୍ୱିତୀୟ ଦିନ ଦିବସକୁ ଡକ୍ଟର ଜ୍ୟୋତିର୍ମୟୀ ଦାସ ସଞ୍ଚାଳକ ଦାୟିତ୍ୱ ନିର୍ବାହ କରିଥିଲେ। ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ।